9 ଅଗଷ୍ଟ ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ପଶ୍ଚିମ ଓଡ଼ିଶା ମହିଳା ସେବା ସଂଗଠନ ଓ ଆଦିବାସୀ ମହିଳା ଯୁବ ସେବା ସଂଗଠନର ମୁଖ୍ୟ ସଂଗଠକ ସଞ୍ଜୁଲତା ନାୟକଙ୍କ ଦ୍ୱାରା ଲଇକେରା ବ୍ଲକ ଶହୀଦ କରୁଣାକର ଛକଠାରେ ସକାଳ ସମୟରେ ଆଦିବାସୀ ଦିବସ ପାଳନ କରାଯାଇଛି। ଏଠାରେ ସ୍ଥାପିତ 3 ଜଣ ଆଦିବାସୀ ଜମିଦାର ଶହୀଦ କରୁଣାକର ନାୟକ, ଶହୀଦ ଖଗ ନାୟକ, ଶହୀଦ କହ୍ନେଇ ନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଆଦିବାସୀ ଦିବସ ପାଳନ କରାଯାଇଥିଲା ଏବଂ ଉଦ୍ବୋଧନ ଆଦିବାସୀ ଦିବସ ଉପରେ ଦେଇ ସଞ୍ଜୁଲତା ନାୟକ ସମାଜରେ ଆଦିବାସୀ ମହିଳାମାନଙ୍କର ଉନ୍ନତି ଦିଗରେ ଅଭିଭାଷଣ ପ୍ରଦାନ କରିଥିଲେ। 22,000 ଆଦିବାସୀ ସେନାକୁ ନେଇ ଜୟପୁର ଷ୍ଟେଟ୍ରୁ ବୀର ସୁରେନ୍ଦ୍ର ସାଏଙ୍କ ସହ ମିଶି ବିଦେଶୀ ଇଂରେଜମାନଙ୍କ ସହ ଲଢ଼େଇ କରି ମାତୃଭୂମି ପାଇଁ ଶହୀଦ ହୋଇଥିବା ଶହୀଦ ଖଗ ନାୟକ, କହ୍ନେଇ ନାୟକ ଏବଂ କରୁଣାକର ନାୟକଙ୍କ ସ୍ମୃତିଚାରଣ କରିଥିଲେ ଆଦିବାସୀ ଦିବସ ଉପଲକ୍ଷେ ଉପସ୍ଥିତ ବକ୍ତାମାନେ। ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ସେଠାରେ ବହୁ ସଂଖ୍ୟାରେ ସାଧାରଣ ଲୋକ ଉପସ୍ଥିତ ହୋଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲଇକେରା ଗାଁ ଜମିଦାର ଶାନ୍ତନୁ ନାୟକ ତାଙ୍କ ସହଧର୍ମିଣୀ ରେଖା ନାୟକ ଦୀପ ପ୍ରଜ୍ୱଳନ କରିଥିଲେ। ସେଠାରେ ଉପସ୍ଥିତ ଥିଲେ ଯୁଧିଷ୍ଠିର କାଲୋ, ଉମାକାନ୍ତ, ଶିବୁ, କୌଶଲ୍ୟା ନାୟକ, ମାଳତୀ ନେଟି, ପ୍ରତିମା ଜଗତ, ଶିବ ଜଗତ, ବିକାଶ ପାଉଲେ, ଯୁଧିଷ୍ଠିର କାଲୋ, ଶାନ୍ତନୁ ନାୟକ, ଉମାକାନ୍ତ ନାୟକ ଏବଂ ଇଂରାଜୀ ଅଧ୍ୟାପକ ସଞ୍ଜୀବ ପୁରୋହିତ।